ମୋ ନାଁଟା ରଜନୀକାନ୍ତ ପାଢ଼ୀ ହିଞ୍ଜଳି ନିର୍ବାଚନ ମଣ୍ଡଳୀର ଶିକିରି ଗ୍ରାମର ଜଣେ ଆଇନଜୀବୀ। କିନ୍ତୁ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାଅଛି, ଯେହେତୁ ତହସିଲଦାର, ଜିଲ୍ଲାପାଳ, ମାଇନିଂ ଅଫିସର କେହି ବି ଶୁଣୁନାହାନ୍ତି। ତ ଲାଷ୍ଟ ଅପସନ୍ ରାଜ୍ୟପାଳ, ଯେହେତୁ ବିଜେପି ସରକାର ଅଛି। କଲେକ୍ଟର ଯଦି ଶୁଣୁନାହାନ୍ତି ବିଜେପି ପ୍ରେସର କରୁଛି, ତହସିଲଦାର ଯଦି ଶୁଣୁନାହାନ୍ତି ବିଜେପି ପ୍ରେସର କରୁଛି। ଏସବୁ ଯେଉଁ ପ୍ରେସର ଚାଲିଛି, ଏ ପ୍ରେସରରୁ କମ୍ ସେ କମ୍ ରାଜ୍ୟପାଳ କିଛି କରିବେ ଏ ଆଶା ନେଇକି ଆମେ ଆସିଛୁ। ଦେଖନ୍ତୁ ବାଲିଘାଟ ଯେଉଁ ପ୍ରକାର ବେଆଇନ ଭାବେ ଚାଲୁଛି ଗଞ୍ଜାମରେ, ଅସମ୍ଭାଳ ହୋଇପଡ଼ିଛି। ତେଣୁ ମୁଁ ରାଜ୍ୟପାଳଙ୍କୁ ଦଉଛି, ଯଦି କିଛି ନ ହବ ଏନ୍ଜିଟି ଯିବାକୁ ବାଧ୍ୟ ହେବି। ନିଲାମ ଥିବା ଘାଟ ତ ବହୁତ ଅଛି, କିନ୍ତୁ ବେଆଇନ ଘାଟ ହଉଛି ଖରିଡା ଘାଟ, ଯିଏକି ଗୁତାଦାର କିରଣ ପଣ୍ଡା କହୁଛନ୍ତି ଏଇଟା ମନ୍ତ୍ରୀ ବିଭୂଷଣ ଜେନା ଚଲାଉଛନ୍ତି, ମୁଁ ନିମିତ୍ତ ମାତ୍ର। ସବୁଠୁ ବେଆଇନ ଘାଟ ହେଲା ଖରିଡା ଘାଟ, ଆଉ ସବୁଠୁ ବିପଜ୍ଜନକ ଘାଟ ହଉଛି ହଜାର ହଜାର କୋଟି ଟଙ୍କାର ଗୋଟେ ଆନିକଟକୁ ବର୍ବାଦ କରି ଯଦି ମନ୍ତ୍ରୀ ତାଇରେ ଇନଭଲ୍ଭ ଅଛନ୍ତି, ପାଇବେ କ'ଣ? ଲୋକଙ୍କର ସମ୍ପତ୍ତି। କିଛି କୋଟି ଟଙ୍କା ପାଇଁ ଶହ ଶହ କୋଟି ଟଙ୍କାର ଆନିକଟଟି ଭାଙ୍ଗିଯିବ, ଲୋକଙ୍କୁ ପାଣି ଟୋପାଟେ ମିଳିବନି, ଭଗବାନ ଭରସାରେ ଚାଲିଛି ସେ। ଆମେ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଡେଟ୍ ଦେଇଛୁ। ମାର୍ଚ୍ଚ 8ରେ ଯଦି ସମାଧାନ ଆ ଭିତରେ ନ ହୁଏ, 9 ତାରିଖରେ ଆମେ ଧାରଣାରେ ବସିବୁ ଗଭର୍ଣ୍ଣର ହାଉସ୍ ଆଗରେ, ଆଉ ତାପରେ ଏନ୍ଜିଟି ଯିବୁ। ଲାଷ୍ଟ ଅପସନ୍ ଏନ୍ଜିଟି। ଯଦି ଓଡ଼ିଶା ସରକାର ସ୍ଥାଣୁ ହେଇଯିବେ, ଏନ୍ଜିଟିକୁ ବାଧ୍ୟ ହେଇଯିବ। କେତେ ଟଙ୍କା ନୁହଁ, କେତେ କୋଟି ଟଙ୍କା ପଚାରନ୍ତୁ, କେତେ କୋଟି ଟଙ୍କାର ରାଜସ୍ୱ ଆଇନ ହେଇଛି, କେତେ ସିଏ ବଡ଼ ହେଲେ ଦେଖନ୍ତୁ 15 କି 20 କୋଟି ଟଙ୍କାର ବାଲି ନେବେ, କିନ୍ତୁ ଯୋଉ ଶହ ଶହ କୋଟି ଟଙ୍କାର ଆନିକଟଟା ଭାଙ୍ଗିଯିବ, ସେଇଟା ହଉଛି ଡେଞ୍ଜର। ତ ଯିଏ ମାଡ଼ ମାରିଥିଲେ, ଯୋଉ ପିଲାମାନେ ମତେ ବାଡ଼େଇଥିଲେ, ସିଏ ଜଣେ କଂଗ୍ରେସ ବିଧାୟକଙ୍କର ପିଲା ବୋଲି ମୁଁ ଶୁଣିଛି। ଆଉ ସେମାନଙ୍କର ଫଟୋ କଂଗ୍ରେସ ବିଧାୟକ ଯିଏ ଗଞ୍ଜାମରେ ଅଛନ୍ତି ତାଙ୍କ ସହିତ ତାଙ୍କ ଫଟୋ ଅଛି। ଏବଂ ଯିଏ ଘାଟ ଚଲାଉଛନ୍ତି ସିଏ ହଉଛନ୍ତି ବିଜେପିର ମନ୍ତ୍ରୀ। ତେଣୁ କାହାକୁ ମୁଁ ଦୋଷ ଦେବି ଆ ଭିତରେ? ମତେ ମାଡ଼ ମାରିଲେ ଆପଣଙ୍କର ଯୋଉ ବିସ୍କୁଟ ମିଡିଆ କି ହିମାଂଶୁ ରାଉତ ବୋଧେ ଫୋକସ ଚ୍ୟାନେଲ, ସିଏ କହିଲେ କ'ଣ ଭକ୍ତ ଦାସ ଚାନ୍ଦା ନେଉଛନ୍ତି, ରଜନୀ ପାଢ଼ୀ ମାଡ଼ ଖାଉଛି। ରଜନୀ ପାଢ଼ୀ ଯଦି ଚାନ୍ଦା ନିଅନ୍ତା କି ଭକ୍ତ ଦାସଙ୍କ ପାଇଁ ଚାନ୍ଦା ଆଦାୟ କରନ୍ତା, ତାହେଲେ ଗଭର୍ଣ୍ଣର ହାଉସ୍ ପର୍ଯ୍ୟନ୍ତ ଲଢ଼ି ଆସନ୍ତାନି। ଏ ଲଢ଼େଇ ଗଲା ଅକ୍ଟୋବରରୁ ମୁଁ ଲଢୁଛି, ଆଜି ନାହିଁ। ତ ଦଳ ବି ମତେ ସସ୍ପେଣ୍ଡ କଲେ, ମୁଁ ସ୍ୱାଗତରେ ଗ୍ରହଣ କଲି ସସ୍ପେଣ୍ଡ ହଉ। ମୁଁ ଏବେ ଫ୍ରି, ମତେ କିଛି ନାହିଁ। ମୋ ଲଢ଼େଇ ଶତ୍ରୁର ଆଖିରେ ଆଖି ମିଶାଇ ଶାନ୍ତିପୂର୍ଣ୍ଣ ଭାବେ ଗାନ୍ଧୀ ନୀତିରେ ମୁଁ ଲଢ଼ିବି, କିନ୍ତୁ ଦୁର୍ନୀତି ବନ୍ଦ ହେବା ନାହିଁ ହବ।